ନମସ୍କାର ସମସ୍ତଙ୍କୁ। ଆଜିର ଏହି ଗଭୀର ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ। ନମସ୍କାର। ମୁଁ ବହୁତ ଉତ୍ସାହିତ ଅଛି ଆଜିର ଏହି ବିଷୟବସ୍ତୁ ପାଇଁ, କାରଣ ଏହା ବହୁତ ସ୍ୱତନ୍ତ୍ର। ଏକଦମ। ମାନେ ଆମେ ଯେଉଁମାନେ ବେଦାନ୍ତ ଦର୍ଶନ ଏବଂ ଭାରତୀୟ ଆଧ୍ୟାତ୍ମିକତା ସହିତ ଅଳ୍ପ ବହୁତ ପରିଚିତ, ଆମେ ଜାଣୁ ଯେ ଏହା ଆମ ଜୀବନର ସବୁଠାରୁ ଜଟିଳ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥାଏ। ଆଉ ଆଜି ଆମେ ଏକ ବିଶେଷ ଦିଗ ଉପରେ ଆଲୋଚନା କରିବାକୁ ଯାଉଛୁ, ଯାହାର ନାମ ହେଉଛି ଆତ୍ମ ଅନ୍ୱେଷଣ ବା ଆତ୍ମ ଉପଲବ୍ଧିର ପଥ। ହଁ, ଆଉ ଏହା ମୂଳତଃ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ରଚିତ ବାଲବୋଧ ସଂଗ୍ରହ ଉପରେ ଆଧାରିତ। ଠିକ୍ କହିଲେ। ଆମର ଆଜିର ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଗ୍ରନ୍ଥରେ ଥିବା ଜଣେ ଜ୍ଞାନୀଗୁରୁ ଏବଂ ଜଣେ ସତ୍ୟାନୁସନ୍ଧାନୀ ଶିଷ୍ୟଙ୍କ ମଧ୍ୟରେ ଥିବା ସେହି ଜୀବନ୍ତ ସମ୍ବାଦକୁ ବୁଝିବା। ମାନେ ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା କୌଣସି ଶୁଷ୍କ ତତ୍ତ୍ୱ ନୁହେଁ। ବିଲକୁଲ ନୁହେଁ, ବରଂ ଏଥିରେ ଦର୍ଶନକୁ ଏକ ନାଟକୀୟ ପୃଷ୍ଠଭୂମି ମାଧ୍ୟମରେ ଉପସ୍ଥାପନ କରାଯାଇଛି, ଯାହା ବହୁତ ଚିତ୍ତାକର୍ଷକ। ତ ଆସନ୍ତୁ ସେହି ଦୃଶ୍ୟରୁ ହିଁ ଆରମ୍ଭ କରିବା। ଗଙ୍ଗା ନଦୀ କୂଳରେ ଥିବା ଏକ ପ୍ରଶାନ୍ତ ଆଶ୍ରମର ପରିବେଶକୁ ଏଠାରେ ବର୍ଣ୍ଣନା କରାଯାଇଛି। ସେଠାରେ ହଠାତ୍ ଜଣେ ଶିଷ୍ୟ ଅତ୍ୟନ୍ତ ବ୍ୟାକୁଳ ହୋଇ ପୁରା ଦୌଡ଼ି ଆସୁଛନ୍ତି ଆଉ ଗୁରୁଙ୍କୁ ପାଦ ତଳେ ପଡ଼ିଯାଉଛନ୍ତି। ତାଙ୍କର ଅବସ୍ଥା ଦେଖିଲେ ଲାଗିବ ଯେମିତି ସେ ଭିତରୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି। ହଁ, ଆଉ ସେ କାନ୍ଦି କାନ୍ଦି ଗୁରୁଙ୍କୁ କହୁଛନ୍ତି ଯେ ସେ 3 ପ୍ରକାରର ଦୁଃଖର ନିଆଁରେ ଜଳୁଛନ୍ତି। ମାନେ ବେଦାନ୍ତରେ ଏହାକୁ ତ୍ରିତାପ କୁହାଯାଏ ନା? ହଁ, ତ୍ରିତାପ ମାନେ ଆଧିଭୌତିକ, ଆଧିଦୈବିକ ଏବଂ ଆଧ୍ୟାତ୍ମିକ ଦୁଃଖ। ଗୁରୁ ଏହା ଶୁଣିବା ପରେ କୌଣସି ବ୍ୟସ୍ତତା ପ୍ରକାଶ କରୁନାହାନ୍ତି, ବରଂ ଅତି ଶାନ୍ତ ଭାବରେ ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି। ଆଉ ଏହି ଯେଉଁ 3ଟି ଦୁଃଖ କଥା ଆମେ କହିଲେ, ଏହା ଶୁଣିବାକୁ ବହୁତ ପୁରାତନ ଲାଗୁଥିଲେ ମଧ୍ୟ ଆଜିର ଆଧୁନିକ ସମୟରେ ବି ଏହାର ପ୍ରାସଙ୍ଗିକତା ସେତିକି ହିଁ ରହିଛି। କିପରି ଟିକେ ସ୍ପଷ୍ଟ କରିବେ କି? ଯଦି ଆମେ ଏହାକୁ ଆଜିର ପରିପ୍ରେକ୍ଷୀରେ ଦେଖିବା, ତାହେଲେ ଆଧିଭୌତିକ ଦୁଃଖ ହେଉଛି ବାହ୍ୟ ଜଗତ ଏବଂ ଅନ୍ୟ ପ୍ରାଣୀମାନଙ୍କଠାରୁ ମିଳୁଥିବା କଷ୍ଟ, ଯେପରିକି ଆମର ସାମାଜିକ ଚାପ, ଆର୍ଥିକ ପ୍ରତିଯୋଗିତା ବା ଅଫିସରେ ଅନ୍ୟ ବ୍ୟକ୍ତିମାନଙ୍କ ସହ ହେଉଥିବା ମନମାଳିନ୍ୟ। ଆଚ୍ଛା, ତାହେଲେ ଆଧିଦୈବିକ କ'ଣ ହେବ? ଆଦିଦୈବିକ ହେଲା ସେହି ସବୁ କଷ୍ଟ ଯାହା ଉପରେ ଆମର ପ୍ରକୃତରେ କୌଣସି ନିୟନ୍ତ୍ରଣ ନାହିଁ, ଯେମିତିକି ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନ କିମ୍ବା ଆମେ ଦେଖିଥିବା ମହାମାରୀ ଭଳି ପରିସ୍ଥିତି। ସତ କଥା, ଏହା ଉପରେ ମଣିଷର କୌଣସି ହାତ ନାହିଁ। ଏବଂ ତୃତୀୟଟି ହେଉଛି ଆଧ୍ୟାତ୍ମିକ ଦୁଃଖ, ଯାହା ହୁଏତ ସବୁଠାରୁ ଭୟଙ୍କର। ଏହା ହେଉଛି ଆମର ନିଜ ଶରୀରର ରୋଗ ବ୍ୟାଧି ଏବଂ ମନର ଅବସାଦ ବା ଏଙ୍ଗ୍ଜାଇଟି। ଆମେ ସମସ୍ତେ ଏହି 3ଟି ଚକ୍ରବ୍ୟୁହ ଭିତରେ କେଉଁଠି ନା କେଉଁଠି ଛନ୍ଦି ହୋଇ ରହିଛୁ। ଏକଦମ ସଠିକ୍ ବିଶ୍ଳେଷଣ କଲେ। ସେହି ଶିଷ୍ୟଙ୍କର ବ୍ୟାକୁଳତା ପ୍ରକୃତରେ ସମଗ୍ର ମାନବ ସମାଜର ନିରନ୍ତର ସଂଘର୍ଷକୁ ହିଁ ପ୍ରତିନିଧିତ୍ୱ କରୁଛି। ଗୁରୁ ଏହାକୁ ବୁଝୁଛନ୍ତି, କିନ୍ତୁ ତାଙ୍କର ଉତ୍ତର ଏଠାରେ ବହୁତ ସ୍ପଷ୍ଟ। ସେ କହୁଛନ୍ତି ଯେ ଏହି ବିଶାଳ ଦୁଃଖର ସାଗରରୁ ବର୍ତ୍ତିବାର ଏକମାତ୍ର ସ୍ଥାୟୀ ଉପାୟ ହେଉଛି କେବଳ ଜ୍ଞାନ। ମାନେ କୌଣସି ବାହ୍ୟ ବସ୍ତୁର ପ୍ରାପ୍ତି ନୁହେଁ। ବିଲକୁଲ ନୁହେଁ। କୌଣସି ପରିସ୍ଥିତିର ପରିବର୍ତ୍ତନ ବି ଏହି ଦୁଃଖକୁ ମୂଳରୁ ଉତ୍ପାଟନ କରିପାରିବ ନାହିଁ। ଏହି ଆତ୍ମଜ୍ଞାନ ହାସଲ କରିବା ପାଇଁ ଗୁରୁ ମୁଖ୍ୟତଃ 3ଟି ପଦକ୍ଷେପ ବିଷୟରେ କହିଛନ୍ତି: ଶ୍ରବଣ, ମନନ ଏବଂ ନିଧିଧ୍ୟାସନ। ଏହି 3ଟି ପଦକ୍ଷେପ ଶୁଣିବା ମାତ୍ରେ ଗୋଟିଏ କଥା ମନକୁ ଆସେ। ଆଜିର ଏହି ଡିଜିଟାଲ ଯୁଗରେ ଆମେ ପ୍ରଚୁର ପରିମାଣରେ ତଥ୍ୟ ବା ଇନଫର୍ମେସନ୍ ଗ୍ରହଣ କରୁଛୁ, କିନ୍ତୁ ଆମେ କେବଳ ଉପର ଉପର ପଢ଼ୁଛୁ ବା ଶୁଣୁଛୁ, ଯେମିତିକି ଆମେ ଅନବରତ ମୋବାଇଲ ସ୍କ୍ରୋଲ କରୁଛୁ। ତ ଗୁରୁ ଏଠାରେ ଯେଉଁ ଶ୍ରବଣ କଥା କହୁଛନ୍ତି, ତାହା ତ ନିଶ୍ଚିତ ଭାବେ ଖାଲି କାନରେ ଶବ୍ଦ ପଡ଼ିବା ନୁହେଁ। ଖୁବ୍ ସୁନ୍ଦର ତୁଳନାଟି ଆଣିଲେ। ବେଦାନ୍ତରେ ଶ୍ରବଣର ଅର୍ଥ କେବଳ ସୂଚନା ସଂଗ୍ରହ ନୁହେଁ। ଏହା ହେଉଛି ସମ୍ପୂର୍ଣ୍ଣ ମନୋନିବେଶ ଏବଂ ଏକ ଉନ୍ମୁକ୍ତ ବିଚାର ସହିତ ବେଦାନ୍ତ ବାକ୍ୟର ପ୍ରକୃତ ତାତ୍ପର୍ଯ୍ୟକୁ ଗୁରୁଙ୍କଠାରୁ ଗ୍ରହଣ କରିବା। ଏଥିରେ କୌଣସି ପୂର୍ବଗ୍ରହ ବା ପ୍ରିଜୁଡାଇସ୍ ନଥାଏ। ଆଉ ତାପରେ ମନନ କଥା ଆସେ, ଯାହା ଆମ ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରୁ ପ୍ରାୟତଃ ହଜିଯାଇଛି। ହଁ, ମନନ ମାନେ ହେଲା ଯାହା ଶୁଣିଲେ ତାହାକୁ ଅନ୍ଧ ଭାବରେ ଗ୍ରହଣ କରିନେବା ନୁହେଁ, ବରଂ ତାହାକୁ ଯୁକ୍ତି ତର୍କ ଏବଂ ନିଜସ୍ୱ ଅନୁଭୂତି ମାଧ୍ୟମରେ ନିଜ ଭିତରେ ବିଚାର କରିବା। ଯେପରି ସୁନାକୁ ନିଆଁରେ ପୋଡ଼ି ପରୀକ୍ଷା କରାଯାଏ, ସେହିପରି ଜ୍ଞାନକୁ ନିଜ ବୁଦ୍ଧିରେ ପରୀକ୍ଷା କରି ସମସ୍ତ ସନ୍ଦେହ ଦୂର କରିବା ହେଉଛି ମନନ। ଆଉ ସବୁ ସନ୍ଦେହ ଦୂର ହୋଇଗଲା ପରେ ତୃତୀୟ ପଦକ୍ଷେପ ହେଉଛି ନିଧିଧ୍ୟାସନ, ଯାହାର ଅର୍ଥ ହେଲା
ସେହି ସତ୍ୟରେ ନିଜ ଚେତନାକୁ ସମ୍ପୂର୍ଣ୍ଣ ସ୍ଥିର କରିଦେବା। ଏକଦମ। ଏହା ଏକ ପ୍ରକାର ନିରନ୍ତର ଧ୍ୟାନର ଅବସ୍ଥା, ଯେଉଁଠି ଜ୍ଞାନ କେବଳ ଆମ ମୁଣ୍ଡରେ ସୀମିତ ନ ରହି ଏକ ଜୀବନ୍ତ ଅନୁଭୂତିରେ ପରିଣତ ହୁଏ। ତେବେ ଏଠାରେ ସବୁଠାରୁ କୌତୂହଳପୂର୍ଣ୍ଣ କଥା ହେଉଛି ଏହି ମାର୍ଗରେ ଯିବା ପାଇଁ କୋଉ ପ୍ରକାର ଯୋଗ୍ୟତା ଦରକାର। କାରଣ ବେଦାନ୍ତ ସ୍ପଷ୍ଟ କରେ ଯେ ଏହି ଉଚ୍ଚକୋଟୀର ଜ୍ଞାନ ସମସ୍ତଙ୍କ ପାଇଁ ସହଜଲଭ୍ୟ ନୁହେଁ ଯେପର୍ଯ୍ୟନ୍ତ ମନର ପ୍ରସ୍ତୁତି ହୋଇନାହିଁ। ସେଥିପାଇଁ ଗୁରୁ ଏଠାରେ ସାଧନ ଚତୁଷ୍ଟୟ ବା 4ଟି ଆଧ୍ୟାତ୍ମିକ ଗୁଣର କଥା କହିଛନ୍ତି। ସେଗୁଡ଼ିକ ହେଲା ବିବେକ, ବୈରାଗ୍ୟ, ସମାଧି, ଷଟ୍ ସମ୍ପତ୍ତି ଏବଂ ମୁମୁକ୍ଷୁତା। ଏହି ଗୁଣଗୁଡ଼ିକ ବିଷୟରେ ଶୁଣିଲେ ଟିକେ ଭୟ ଲାଗେ, ବିଶେଷ କରି ବୈରାଗ୍ୟ କଥା ଆସିଲେ। ଗୁରୁ ଏଠାରେ ବୈରାଗ୍ୟକୁ ବୁଝାଇବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଉଦାହରଣ ଦେଇଛନ୍ତି ଯେ ବ୍ରହ୍ମାଙ୍କ ଲୋକଠାରୁ ଆରମ୍ଭ କରି କୀଟ ପର୍ଯ୍ୟନ୍ତ ସବୁ ସାଂସାରିକ ସୁଖ ପ୍ରତି କାଉର ବିଷ୍ଠା ପରି ଘୃଣା ବା ଉଦାସୀନତା ଆସିବା ଦରକାର। ହଁ, ଉଦାହରଣଟି ବହୁତ ଶକ୍ତିଶାଳୀ। କିନ୍ତୁ ଏଠାରେ ଗୋଟିଏ କଥା ବିଚାରକୁ ଆସେ, ଏହା ଟିକେ ଅତିରଞ୍ଜିତ ଲାଗୁନାହିଁ କି? ମାନେ ଜଣେ ସାଧାରଣ ମଣିଷ ପାଇଁ ଯିଏ ଏହି ସମାଜରେ ରହୁଛି, ତାହା ପାଇଁ ନିଜ ପରିବାର, ବୃତ୍ତି ବା ସାଧାରଣ ସୁଖ ପ୍ରତି ଏତେ ବଡ଼ ଘୃଣା ଆଣିବା କ'ଣ ସତରେ ସମ୍ଭବ? ଏହା ଏକ ବହୁତ ବାସ୍ତବବାଦୀ ପ୍ରଶ୍ନ। ପ୍ରଥମ ଦୃଷ୍ଟିରେ କାଉର ବିଷ୍ଠା ଭଳି ଉଦାହରଣଟି ବହୁତ କଠୋର ଆଉ ନକାରାତ୍ମକ ଲାଗିପାରେ। କିନ୍ତୁ ବେଦାନ୍ତ ଦର୍ଶନର ଗଭୀରତାକୁ ଗଲେ ଆମେ ବୁଝିପାରିବା ଯେ ଏଠାରେ ଘୃଣା ଶବ୍ଦର ଅର୍ଥ ସଂସାରକୁ ତିରସ୍କାର କରିବା କିମ୍ବା ନିଜ ଦାୟିତ୍ୱରୁ ଖସିଯିବା ବିଲକୁଲ ନୁହେଁ। ଆଚ୍ଛା, ତେବେ ଏହାର ପ୍ରକୃତ ଅର୍ଥ କ'ଣ? ଏହାର ମୂଳ ଲକ୍ଷ୍ୟ ହେଉଛି ସାଂସାରିକ ଆକର୍ଷଣର ଅସ୍ଥାୟୀ ପ୍ରକୃତିକୁ ଚିହ୍ନିବା। ଦେଖନ୍ତୁ, ଆମେ ଯେତେବେଳେ ରାସ୍ତାରେ ଯାଉ ଏବଂ କିଛି ମଇଳ ଦେଖୁ, ଆମେ ତାହା ପ୍ରତି ଆକର୍ଷିତ ହେଉନାହୁଁ ସତ, କିନ୍ତୁ ତାକୁ ନେଇ ଦିନରାତି ଭାବି କ୍ରୋଧିତ ମଧ୍ୟ ହେଉନାହୁଁ। ଆମେ ବସ୍ ନିଜକୁ ନିର୍ଲିପ୍ତ ରଖି ଆଗକୁ ବଢ଼ିଯାଉ। ହଁ, ଏକଦମ ତାକୁ ଆମେ ଅଣଦେଖା କରିଦେଉ। ଠିକ୍ ସେହିପରି ବିବେକ ମାଧ୍ୟମରେ ଯେତେବେଳେ ଜଣେ ଜାଣିପାରେ ଯେ ଜଗତର ସମସ୍ତ ଭୋଗବିଳାସ କ୍ଷଣସ୍ଥାୟୀ, ସେତେବେଳେ ସେହି ଜିନିଷଗୁଡ଼ିକ ଆଉ ମନ ଉପରେ କର୍ତ୍ତୃତ୍ୱ ଜାହିର କରିପାରନ୍ତି ନାହିଁ। ଏହା ବାସ୍ତବରେ ଏକ ପ୍ରକାର ମାନସିକ ସ୍ୱାଧୀନତା। ବହୁତ ସୁନ୍ଦର ଭାବରେ ବୁଝାଇଲେ। ଆଉ ଷଟ୍ ସମ୍ପତ୍ତି ଓ ମୁମୁକ୍ଷୁତା କ'ଣ? ଷଟ୍ ସମ୍ପତ୍ତି ହେଉଛି ଶମ୍, ଦମ୍ ଆଦି 6ଟି ଗୁଣ, ଅର୍ଥାତ୍ ନିଜର ଇନ୍ଦ୍ରିୟ ଏବଂ ମନ ଉପରେ ଭାରସାମ୍ୟ ରକ୍ଷା କରିବା। ଆଉ ଚତୁର୍ଥଟି ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି ମୁମୁକ୍ଷୁତା। ଗୁରୁ କହୁଛନ୍ତି, କେହି ପାଣିରେ ବୁଡ଼ି ଯାଉଥିଲେ ନିଶ୍ୱାସ ନେବା ପାଇଁ ଯେତିକି ଛଟପଟ ହୁଏ, ମୁକ୍ତି ପାଇଁ ସେହିଭଳି ତୀବ୍ର ବ୍ୟାକୁଳତା ହିଁ ଏହି ସାଧନାର ମୂଳଦ୍ୱାର ଅଟେ। ଏହି ମାନସିକ ପ୍ରସ୍ତୁତି ପରେ ଯେତେବେଳେ ଶିଷ୍ୟ ପ୍ରକୃତରେ ଆତ୍ମବିଚାର ଆରମ୍ଭ କରୁଛନ୍ତି, ସେ ଏକ ସାଧାରଣ କିନ୍ତୁ ଗଭୀର ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଛନ୍ତି। ସେ ଗୁରୁଙ୍କୁ ପଚାରୁଛନ୍ତି, ଯଦି ମୁଁ ଏହି ଶରୀର ନୁହେଁ, ତେବେ ଶରୀର କଷ୍ଟ ପାଇଲେ ମୁଁ କାହିଁକି କଷ୍ଟ ପାଉଛି? ହଁ, ଏହା ବହୁତ ସ୍ୱାଭାବିକ ପ୍ରଶ୍ନ ଯେ ଶରୀରରେ ଆଘାତ ଲାଗିଲେ ଯନ୍ତ୍ରଣା ତ ମୋତେ ହିଁ ଅନୁଭବ ହେଉଛି। ଏହାକୁ ବୁଝାଇବାକୁ ଯାଇ ଗୁରୁ ଯେଉଁ ଧନ ବା ସମ୍ପତ୍ତିର ଉଦାହରଣ ଦେଇଛନ୍ତି, ଯଦି ଆମେ ତାହାକୁ ବୃହତ୍ତର ପୃଷ୍ଠଭୂମି ସହିତ ଯୋଡ଼ିବା, ତାହା ବାସ୍ତବରେ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦିଏ। ଆମର ଶରୀର ବା ପରିସ୍ଥିତି ସହିତ ଅଭିନ୍ନ ବୋଲି ମାନି ନେଇଛୁ। ଧରିନିଅନ୍ତୁ, ଜଣେ ବ୍ୟକ୍ତିର ଧନ ନଷ୍ଟ ହୋଇଗଲା କିମ୍ବା କେହି ତାଙ୍କ ପର୍ସ ଚୋରି କରି ନେଇଗଲା। ସେହି ବ୍ୟକ୍ତି ଜଣକ ବହୁତ କାନ୍ଦନ୍ତି ଏବଂ ଦୁଃଖ ଅନୁଭବ କରନ୍ତି। କିନ୍ତୁ ସେହି ବ୍ୟକ୍ତି ଜଣକ ତ ନିଜେ ସେହି ଧନ ନୁହନ୍ତି। ବିଲକୁଲ, ଟଙ୍କା ପଇସା ତାଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ଗୋଟିଏ ବସ୍ତୁ। କିନ୍ତୁ ସେହି ଧନ ସହିତ ତାଙ୍କର ଯେଉଁ ମମତା ବା ମୋହ ରହିଛି, ସେହି ମୋହ କାରଣରୁ ହିଁ ତାଙ୍କୁ ଯନ୍ତ୍ରଣା ହେଉଛି। ଠିକ୍ ସେହିପରି ଶରୀର ସହିତ ଆମର ଏତେ ଗଭୀର ମୋହ ରହିଛି ଯେ ଶରୀରର ସୁଖ ଦୁଃଖକୁ ଆମେ ନିଜର ବୋଲି ଧରି ନେଇଛୁ। ତାମାନେ ଶରୀର କେବଳ ଏକ ଦୃଶ୍ୟମାନ ବସ୍ତୁ, ଆମେ ତାହା ନୁହେଁ। ହଁ, ଗୁରୁ ବୁଝାଉଛନ୍ତି ଯେ ଶରୀର ହେଉଛି କେବଳ ଦୃଶ୍ୟ ଏବଂ ଜଳ, କିନ୍ତୁ ପ୍ରକୃତରେ ଆମେ ହେଉଛୁ କେବଳ ଏକ ଚୈତନ୍ୟ ସ୍ୱରୂପ ସାକ୍ଷୀ, ଯିଏକି ଏହି ଶରୀରକୁ ବ୍ୟବହାର କରୁଛି। ଧନର ଉଦାହରଣ ଉକ୍ତିଟି ତ ଶରୀର କ୍ଷେତ୍ରରେ ସମ୍ପୂର୍ଣ୍ଣ ଖାପ ଖାଉଛି। କିନ୍ତୁ କଥା ଏତିକିରେ ଅଟକି ଯାଉନାହିଁ। ଶିଷ୍ୟଙ୍କର ପରବର୍ତ୍ତୀ ପ୍ରଶ୍ନ ଇନ୍ଦ୍ରିୟମାନଙ୍କ ଆଡ଼କୁ ଯାଉଛି। ସେ ଭାବୁଛନ୍ତି, ହୁଏତ ମୁଁ ଏହି ବାହ୍ୟ ହାଡ଼ମାଇଁସର ଶରୀର ନୁହେଁ, କିନ୍ତୁ ମୁଁ ତ ଦେଖୁଛି, ମୁଁ ତ ଶୁଣୁଛି। ତାହେଲେ ମୁଁ କ'ଣ? ମୋର ଆଖି କିମ୍ବା କାନ? ହଁ, ଇନ୍ଦ୍ରିୟଗୁଡ଼ିକ ଏତେ ସକ୍ରିୟ ଯେ ସେଗୁଡ଼ିକୁ ଆତ୍ମା ବୋଲି ଭ୍ରମ ହେବା ବହୁତ ସାଧାରଣ କଥା।
କିନ୍ତୁ ଗୁରୁ ସ୍ପଷ୍ଟ କରୁଛନ୍ତି ଯେ ଇନ୍ଦ୍ରିୟମାନେ ମଧ୍ୟ ଶରୀର ପରି ଜଡ଼। ସେ ଏଠାରେ ଦୀପର ଏକ ସୁନ୍ଦର ଉଦାହରଣ ଦେଇଛନ୍ତି। ଦୀପର ଉଦାହରଣ ତାହା କିପରି? ଗୋଟିଏ ଦୀପ ଅନ୍ଧାର ଘରକୁ ଆଲୋକିତ କରେ, ଆଖପାଖର ବସ୍ତୁକୁ ଦେଖାଏ, କିନ୍ତୁ ସେହି ଦୀପ ନିଜେ ଜାଣିପାରେ ନାହିଁ ଯେ ସେ ଆଲୋକ ଦେଉଛି। ତାହାର ନିଜସ୍ୱ କୌଣସି ଜ୍ଞାନ ନଥାଏ। ଆଚ୍ଛା, ଠିକ୍ ସେହିପରି ଆମର ଆଖି, କାନ ଆଦି ଇନ୍ଦ୍ରିୟମାନେ ବାହ୍ୟ ଜଗତକୁ ଆମ ପାଖରେ ପହଞ୍ଚାନ୍ତି, କିନ୍ତୁ ସେମାନେ ନିଜେ ନିଜକୁ ଜାଣିପାରନ୍ତି ନାହିଁ। ଏକଦମ। ଆଉ ଗ୍ରନ୍ଥରେ ଏହା ମଧ୍ୟ ସୂଚାଇ ଦିଆଯାଇଛି ଯେ ଏହି ଇନ୍ଦ୍ରିୟଗୁଡ଼ିକ କେବଳ ପଞ୍ଚଭୂତରୁ ହିଁ ସୃଷ୍ଟି। ଯେପରି କାନ ଆକାଶରୁ, ଆଖି ତେଜ ବା ଅଗ୍ନିରୁ ଏବଂ ଜିଭ ଜଳରୁ ସୃଷ୍ଟି। ଏସବୁ କେବଳ ପଞ୍ଚଭୂତର କାର୍ଯ୍ୟ ଏବଂ ନିଜ ଦେବତାଙ୍କ ଅନୁଗ୍ରହରେ ପରିଚାଳିତ। ଏଣୁ ଆତ୍ମା କେବେ ବି ଏହି ଜଡ଼ ସାଧନଗୁଡ଼ିକ ହୋଇପାରିବ ନାହିଁ। ଏହାପରେ ଶିଷ୍ୟଙ୍କର ଆଉ ଏକ ଦ୍ୱନ୍ଦ୍ୱ ଆସୁଛି, ଯାହା ବୋଧହୁଏ ଆମ ସମସ୍ତଙ୍କର ଦ୍ୱନ୍ଦ୍ୱ। ଯଦି ଶରୀର ବା ଇନ୍ଦ୍ରିୟ ନୁହେଁ, ତେବେ କ'ଣ ମନ ହିଁ ଆତ୍ମା? କାରଣ ଆମେ ଜାଣୁ ବେଦାନ୍ତରେ ମନକୁ ମଧ୍ୟ ଆତ୍ମା ବୋଲି ଗ୍ରହଣ କରାଯାଏ ନାହିଁ, କିନ୍ତୁ ଏହାର ଯୁକ୍ତିଟି ବହୁତ ଚମତ୍କାର। ହଁ ଗୁରୁ, ଏଠାରେ ଦ୍ରଷ୍ଟା ଏବଂ ଦୃଶ୍ୟର ସିଦ୍ଧାନ୍ତ ଆଣି ଉପସ୍ଥାପନ କରୁଛନ୍ତି। ଆମେ ନିଜେ ଅନୁଭବ କରିପାରୁଛୁ ଯେ ଆମର ମନ ଏବେ ଶାନ୍ତ ଅଛି ନା ଅଶାନ୍ତ ଅଛି। ମାନେ ଯିଏ ଜାଣୁଛି ଯେ ମନ ଶାନ୍ତ ଅଛି, ସେହି ଜାଣିବାବାଳା ସତ୍ତା ବା ସାକ୍ଷୀ ନିଶ୍ଚିତ ଭାବେ ମନଠାରୁ ଭିନ୍ନ। ବିଲକୁଲ। ମନ ହେଉଛି ଏକ ବସ୍ତୁ ଯାହାକୁ ଆମେ ଦେଖିପାରୁଛୁ ଏବଂ ତାହାର ପରିବର୍ତ୍ତନ ଲକ୍ଷ୍ୟ କରୁଛୁ। ଯାହାକୁ ଦେଖିବା ଯାଉଛି ତାହା କେବେ ବି ଦେଖଣାହାରି ହୋଇପାରିବ ନାହିଁ। ଏହାପରେ କଥା ଆସୁଛି ପ୍ରାଣ ବା ଆମ ଭିତରେ ନିରନ୍ତର ଚାଲୁଥିବା ଜୀବନବାୟୁ ଉପରେ। ଯଦି ମନ ନୁହେଁ, ତାହେଲେ ହୁଏତ ପ୍ରାଣ ହିଁ ଆତ୍ମା ହୋଇଥିବ। କିନ୍ତୁ ବିଶେଷଜ୍ଞ ଏଠାରେ ଗୁରୁଙ୍କର ସେହି ଚୋରର ଉଦାହରଣଟି ପ୍ରକୃତରେ ଏକ ନିର୍ଦ୍ଦିଷ୍ଟ ଯୁକ୍ତି ରଖୁଛି ଯେ ପ୍ରାଣ କାହିଁକି ଆତ୍ମା ନୁହେଁ। ହଁ, ଗୁରୁ ପ୍ରାଣକୁ ମଧ୍ୟ ଜଡ଼ ବୋଲି ପ୍ରମାଣିତ କରୁଛନ୍ତି। ରାତିରେ ଯେତେବେଳେ ଜଣେ ବ୍ୟକ୍ତି ଗଭୀର ନିଦ୍ରାରେ ଥାଏ, ତାର ଆଖି, କାନ ଏବଂ ମନ ସବୁ ବିଶ୍ରାମ ନେଉଥାଏ, କିନ୍ତୁ ପ୍ରାଣ ଚାଲିଥାଏ, ମାନେ ନିଶ୍ୱାସ ପ୍ରଶ୍ୱାସ ଚାଲୁଥାଏ। ସେହି ସମୟରେ ଯଦି କୌଣସି ଚୋର ଆସି ଘରର ଜିନିଷ ଚୋରି କରି ନେଇଯାଏ, ତେବେ କ'ଣ ସେହି ନିରନ୍ତର ଚାଲୁଥିବା ପ୍ରାଣ ତାହା ଜାଣିପାରେ? ନା, ପ୍ରାଣ ତ କିଛି ପ୍ରତିକ୍ରିୟା ଦିଏ ନାହିଁ। ତେଣୁ ପ୍ରାଣ କେବଳ ପବନ ପରି ଶରୀରକୁ ଚଳାଇ ମାତ୍ର। ତାହାର ନିଜସ୍ୱ କୌଣସି ସଚେତନତା ନଥାଏ। ସେଥିପାଇଁ ପ୍ରାଣ କେବେ ବି ସଚେତନ ଆତ୍ମା ହୋଇପାରିବ ନାହିଁ। ବର୍ତ୍ତମାନ ଏହି ସମସ୍ତ ବିଶ୍ଳେଷଣ ପରେ ଏହି ମୁହୂର୍ତ୍ତଟି ଶିଷ୍ୟ ପାଇଁ ସବୁଠାରୁ ବଡ଼ ଦ୍ୱନ୍ଦ୍ୱର ସମୟ ହୋଇଯାଉଛି। ସେ ମୁଣ୍ଡରେ ହାତ ଦେଇ ନିରାଶ ହୋଇ କହୁଛନ୍ତି, ମୁଁ ତେବେ କିଏ? ମୁଁ କିଛି ଜାଣିପାରୁନାହିଁ। ମୁଁ ଶୂନ୍ୟ ହୋଇଯାଉଛି। ଗୁରୁ ବୁଝାଉଛନ୍ତି ଯେ ଏହି ମୁଁ ଜାଣିନାହିଁ ଅନୁଭବ ହିଁ ଅଜ୍ଞାନ ବା କାରଣ ଶରୀର। ଏହା ହିଁ ସମସ୍ତ ଅନର୍ଥର ମୂଳ। କିନ୍ତୁ ଏହାର ସବୁଠାରୁ ଗଭୀର ରହସ୍ୟଟି ଏଠାରେ ହିଁ ଲୁଚି ରହିଛି। ତାହା କିପରି? ଯେ ଏହି ମୁଁ ଜାଣିନାହିଁ କଥାଟିକୁ ମଧ୍ୟ ଅନୁଭବ କରୁଛି, ସେହି ଦ୍ରଷ୍ଟା ବା ସାକ୍ଷୀ ହିଁ ହେଉଛି ପ୍ରକୃତାତ୍ମା। ଅଜ୍ଞାନକୁ ଅନୁଭବ କରିବା ପାଇଁ ମଧ୍ୟ ଏକ ସଚେତନତା ଆବଶ୍ୟକ। ମୁଁ କିଛି ଜାଣିପାରୁନାହିଁ ବୋଲି ଜାଣିବା ପାଇଁ ମଧ୍ୟ ଜଣେ ଜାଣିବାବାଲା ଦରକାର। ଏହା ପ୍ରକୃତିରେ ଗୋଟିଏ ବହୁତ ଗଭୀର ଉପଲବ୍ଧି। ଆଉ ଏହି ଶ୍ରୁତିବାକ୍ୟ ଶୁଣିବା ପରେ ହିଁ ଶିଷ୍ୟଙ୍କ ଭିତରେ ଏକ ଅଲୌକିକ ଆଲୋକ ଖେଳିଯାଉଛି, ଯାହାକୁ ଆମେ ଶିବହମ୍ର ଚରମ ଉପଲବ୍ଧି ବୋଲି କହୁ। ଏକଦମ। ସେଠାରେ ଶିଷ୍ୟ ଆନନ୍ଦାଶ୍ରୁ ସହ ଅନୁଭବ କରନ୍ତି ଯେ ସେ ନିଜେ ହିଁ ସେହି ଚିନ୍ମାତ୍ର ଏବଂ ସଦାଶିବ। ତାଙ୍କ ଭିତରେ ହିଁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ କେବଳ ଏକ ପାଣି ଫୋଟକା ପରି। ତାଙ୍କର କୌଣସି ପାପପୁଣ୍ୟ ବନ୍ଧନ ବା ମୋକ୍ଷ ନାହିଁ। ସେ ସର୍ବବ୍ୟାପୀ ବିଷ୍ଣୁ, ସେ ହିଁ ହରି, ସେ ହିଁ ଶିବ। ସେ ସଦାଶୁଦ୍ଧ ଏବଂ ସଦାମୁକ୍ତ। ଏହି ଆଧ୍ୟାତ୍ମିକ ଯାତ୍ରାର ପରିସମାପ୍ତି ଅତ୍ୟନ୍ତ ସୁନ୍ଦର ଭାବେ ହୋଇଛି, ଯେଉଁଠି ଶିଷ୍ୟ ପୂର୍ଣ୍ଣ ଶାନ୍ତିରେ ଗୁରୁଙ୍କର ଚରଣ ବନ୍ଦନା କରୁଛନ୍ତି ଏବଂ ସ୍ୱୀକାର କରୁଛନ୍ତି ଯେ ଗୁରୁଙ୍କର କରୁଣା ଓ କୃପାରୁ ହିଁ ତାଙ୍କର ଏହି ଜନ୍ମ ସଫଳ ହେଲା ଏବଂ ସେ ଅନାୟାସରେ ଏହି ଭୟଙ୍କର ସଂସାର ସାଗରକୁ ପାର କରିଗଲେ। ହଁ, ଏବଂ ଗୁରୁ ମଧ୍ୟ କହୁଛନ୍ତି ଯେ ଏଇ ଆତ୍ମଜ୍ଞାନ ହିଁ ଶ୍ରେଷ୍ଠ ଏବଂ ଏହାକୁ ଶୁଣିଥିବା ବ୍ୟକ୍ତି ନିଶ୍ଚିତ ମୁକ୍ତ ହୋଇଯାଏ। ଏଥିରୁ ସ୍ପଷ୍ଟ ହୁଏ ଯେ ଜ୍ଞାନ ହିଁ କିପରି ସମସ୍ତ ଅସ୍ତିତ୍ୱବାଦୀ ସମସ୍ୟାର ସମାଧାନ। ବହୁତ ସୁନ୍ଦର ଭାବରେ ଆଜିର ଏହି ଆଲୋଚନାଟି ସମ୍ପନ୍ନ ହେଲା। ଆମେ ବିଦାୟ ନେବାର ସମୟ ଆସିଯାଇଛି, କିନ୍ତୁ ଯିବା ପୂର୍ବରୁ ଆମେ ଏହାକୁ ନେଇ କିଛି ନୂତନ ଦିଗ ଉପରେ ନିଶ୍ଚିତ ବିଚାର କରିବା ଆବଶ୍ୟକ। ଆପଣ ଏହା ଉପରେ କ'ଣ କହିବେ? ଆଜିର ଏହି ସମ୍ପୂର୍ଣ୍ଣ ଆଲୋଚନା ପରେ ଗୋଟେ କଥା ଚିନ୍ତା କରିବା ପାଇଁ ବାଧ୍ୟ କରେ।
ଯଦି ଆମେ ଯାହାକୁ ନିଜେ ବୋଲି ଭାବୁଛୁ, ଆମର ଶରୀର, ଆମର ଇନ୍ଦ୍ରିୟ, ଆମର ବିଚଳିତ ମନ ଏବଂ ଆମର ଜୀବନ ବାୟୁ ବା ପ୍ରାଣ, ସେସବୁ କେବଳ ଆମ ପକେଟରେ ଥିବା ଟଙ୍କା ପରି ଗୋଟି ଗୋଟି ଦୃଶ୍ୟ ବା ବସ୍ତୁ ଅଟେ, ତେବେ ସେହି ନୀରବ ସତ୍ତାଟି କିଏ, ଯିଏ ଏହି ମୁହୂର୍ତ୍ତରେ ଏହି ଆଲୋଚନାକୁ ଚୁପଚାପ୍ ଶୁଣୁଛି ଏବଂ ଜୀବନର ପ୍ରତ୍ୟେକ ଦୃଶ୍ୟକୁ କେବଳ ଜଣେ ସାକ୍ଷୀ ପରି ଦେଖୁଛି? ଏହି ଅଦୃଶ୍ୟ ସାକ୍ଷୀର ଅନ୍ୱେଷଣ ହିଁ ହେଉଛି ଜୀବନର ପ୍ରକୃତ ଯାତ୍ରା।